ପୂର୍ଣ୍ଣତ୍ରୟା ବୈତରଣୀ ନଦୀକୂଳରେ ଅଧିଷ୍ଠାତ୍ରୀ ମା ତାରିଣୀଙ୍କ ପୀଠ। ଏହି ପୀଠରେ ତ୍ରିବେଣୀ ଅମାବାସ୍ୟା ଦିନଠାରୁ ଏହି ମେଳା ଅନୁଷ୍ଠିତ ହୋଇଥାଏ। ଏହି ମେଳା ଆଜିର ଦିନରେ ଆରମ୍ଭ ହୋଇ 7 ଦିନ ଧରି ଚାଲେ। ମାଙ୍କ ପୂଜା ଅର୍ଚ୍ଚନା ଧୁମଧାମରେ ପାଳନ କରାଯାଇଥାଏ। ହିନ୍ଦୁ ରୀତିନୀତି ଅନୁଯାୟୀ ଅମାବାସ୍ୟା ତିଥି ଖୁବ୍ ଗୁରୁତ୍ୱପୂର୍ଣ୍ଣ ଅଟେ। ଏହି ଅମାବାସ୍ୟା ଦିନ ବିଭିନ୍ନ ନଦୀ ଓ ସମୁଦ୍ରରେ ଶ୍ରଦ୍ଧାଳୁ ପ୍ରାତଃ ସ୍ନାନ କରି ସୂର୍ଯ୍ୟନାରାୟଣଙ୍କୁ ଜଳ ଆହୁତି ପ୍ରଦାନ କଲେ ଗଙ୍ଗା ବୁଡ଼ର ପୁଣ୍ୟ ମିଳିବା ସହିତ ଶରୀର ରୋଗମୁକ୍ତ ହୋଇଥାଏ ବୋଲି ପ୍ରଗାଢ଼ ବିଶ୍ୱାସ ରହିଛି। ଏହି ଅବସରରେ ଭଦ୍ରକ ଜିଲ୍ଲା ଭଣ୍ଡାରୀ ପୋଖରୀ ଅନ୍ତର୍ଗତ ଝୁଟନା ଗ୍ରାମର ପୂର୍ଣ୍ଣତ୍ରୟା ବୈତରଣୀ ନଦୀକୂଳରେ ତାରିଣୀ ମାଙ୍କ ତ୍ରିବେଣୀ ମେଳା ଆରମ୍ଭ ହୋଇଥାଏ। ମା ତାରିଣୀଙ୍କ ପୀଠରେ ମହାଯଜ୍ଞ ଅନୁଷ୍ଠିତ ହୋଇ ମହାସମାରୋହରେ ପାଳିତ ହୁଏ। ଏହାକୁ ନେଇ ଅଞ୍ଚଳରେ ବେଶ୍ ଉତ୍ସାହ ଦେଖାଦେଇଥାଏ। ମାଙ୍କ ଦିବ୍ୟ ଦର୍ଶନ ଏବଂ ମହାଯଜ୍ଞର ଆଧ୍ୟାତ୍ମିକ ଅନୁଭୂତି ପାଇଁ ଘରେ ଘରେ ବନ୍ଧୁ ପରିଜନଙ୍କ ଭିଡ଼ ଲାଗି ରହିଥାଏ। ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ତାରିଣୀ ମାଙ୍କୁ ଗ୍ରାମବାସୀ ପୂଜା ଅର୍ଚ୍ଚନା କରିଥାନ୍ତି। ମନ୍ଦିରକୁ ଅନେକ ପୁଷ୍ପ ଏବଂ ରଙ୍ଗୀନ ପତାକାରେ ସୁସଜ୍ଜିତ କରାଯାଇ ମହାଯଜ୍ଞ ଅନୁଷ୍ଠିତ ହୁଏ। ପ୍ରଥମ ଦିନରେ ଶାସ୍ତ୍ର ରୀତିନୀତି ଅନୁସାରେ ଅଧିବାସ କାର୍ଯ୍ୟକ୍ରମ ସମାପନ କରାଯାଇଥାଏ। ଏହାପରେ କଳସ ଶୋଭାଯାତ୍ରା ଆରମ୍ଭ ହୋଇଥାଏ। ଏହି ପବିତ୍ର କଳସ ଯାତ୍ରାରେ ଅଞ୍ଚଳର ଅନେକ ମହିଳା ପୁରୁଷ ଶ୍ରଦ୍ଧାଳୁ ଯୋଗ ଦେଇଥାନ୍ତି। ପବିତ୍ର ପରିବେଶରେ ଘଣ୍ଟ କୀର୍ତ୍ତନ ସହ ମାଙ୍କ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥାଏ। ବୈତରଣୀ ନଦୀ କୂଳରେ ବୁଡ଼ ପକାଇ ମାଙ୍କ ଯଜ୍ଞ ନିମନ୍ତେ ଭକ୍ତମାନେ ଜଳ ଆଣିଥାନ୍ତି। ଏହାପରେ ଅଙ୍କୁରପଡ଼ ଏବଂ ପରେ ପରେ ସୂର୍ଯ୍ୟ ପୂଜା ଅନୁଷ୍ଠିତ ହୋଇଥାଏ। ମାଙ୍କ ସମ୍ମୁଖରେ ଚଟାଣରେ ରଙ୍ଗୀନ ମୁରୁଜ ସହ ସୂର୍ଯ୍ୟଦେବଙ୍କୁ ପୂଜା ଅର୍ଚ୍ଚନା କରାଇ ଅଞ୍ଚଳରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥାଏ। ମହାଯଜ୍ଞର ପ୍ରଥମ କାର୍ଯ୍ୟ ମା ଚଣ୍ଡୀ ପାଠରୁ ଆରମ୍ଭ ହୋଇଥାଏ ଏବଂ ମନ୍ତ୍ରଧ୍ୱନିରେ ପ୍ରକମ୍ପିତ ହୁଏ ସମଗ୍ର ପରିବେଶ। ସପ୍ତଚଣ୍ଡୀ ପାଠ ପରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥାଏ। ମାଙ୍କ ମନ୍ଦିରରେ ଅନେକ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା। ପ୍ରତ୍ୟେକ ଦେବୀ ମା ତାରିଣୀ ଏଠାରେ ଅନେକ ଅଲୌକ୍ୟ ଏବଂ ଦିବ୍ୟ ଭାବରେ ପୂଜା ପାଆନ୍ତି। ଯେଉଁ ଭକ୍ତ ଯାହା ମାନସିକ କରେ ତାହା ପୂରଣ ମଧ୍ୟ ହୋଇଥାଏ ବୋଲି ଭକ୍ତଙ୍କ ପ୍ରଗାଢ଼ ବିଶ୍ୱାସ ରହିଛି। ମୋ ନାଁ ପ୍ରଭାଶ୍ରୀ ରାଉତ। ଟିକେ ବଢିଆ ପୂଜା ହୁଏ ଆଉ ହଉଛି ଆଉ ହବ ମଧ୍ୟ। ଆଉ ମୁଁ କୁନିଟେ ହେଇଥିଲି ଏ ଯାତ୍ରା ଆରମ୍ଭ ଆମେ ଛୁଆ ବେଳୁ ଦେଖି ଆସିଛୁ। ବାହାଘର ପରେ ମଧ୍ୟ ମୁଁ ସବୁ ବର୍ଷ ଆସେ। ତାରିଣୀ ଯାତ୍ରା ମାନେ ଝୁଟଣା ତାରିଣୀ ଯାତ୍ରା ବୋଲି ଏଇ ଏରିଆରେ ପୁରା ଫେମସ୍। ଏବେ ତ 5 ଦିନ ଚାଲେ ସାଧାରଣତଃ, କିନ୍ତୁ ଏ ବର୍ଷ 8 ଦିନ ଚାଲୁଛି। ପୁରା 8 ଦିନ, ଏ ରବିବାରୁ ଆର ରବିବାର ବାସନ୍ତି। ମାକୁ ଯାହା ମାଗିଲେ ବି ତାହା ପୂରଣ କରୁଛନ୍ତି। ମାଙ୍କର ବହୁତ ମହିମା ରହିଛି। ଆଜି ଭୋଗରାଗ କରୁଛି। ଆଜି ତ୍ରିବେଣୀ ଅମାବାସ୍ୟା ମାଙ୍କର ଆଜି ପର୍ବ। ଫାଷ୍ଟ ଆଜି ଆରମ୍ଭ ତାଙ୍କର। ମା ସବୁ ମାନସିକ ପୂରଣ କରନ୍ତି। କୁଣିଆ ମୈତ୍ର ବହୁତ ତ ଘରେ ଘରେ ଆସିଛନ୍ତି, ବହୁତ ଆସିବେ। ସେଥିପାଇଁ ଦୂରଦୂରାନ୍ତରୁ ଭକ୍ତଙ୍କ ସୁଅ ଛୁଟେ। ମନ୍ଦିରର ଚତୁଃପାର୍ଶ୍ୱ ମଧ୍ୟ ବେଶ୍ ଆକର୍ଷିତ ହୋଇଥାଏ। ସନ୍ଧ୍ୟାରେ ମା କୃପାମୟୀଙ୍କ ଆଳତୀ ଦେଖିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଥାଏ। ରୀତିନୀତିରେ ମାଙ୍କ ପୂଜା ଅର୍ଚ୍ଚନା କରାଯାଇଥାଏ। ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଏହି ମେଳା ଦେଖିବାକୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଗୁରୁବାର ଠାରୁ ଅପେରା ପରିବେଷଣ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ଜଣାଯାଇଛି। ମା ତାରିଣୀଙ୍କ ପୀଠରେ ଏହି ମହାଯଜ୍ଞ ସମଗ୍ର ଅଞ୍ଚଳରେ ସୁଖ ଶାନ୍ତି ଭରିଦେବା ସହ ରୋଗ ବ୍ୟାଧିରୁ ମଧ୍ୟ ମୁକ୍ତି ଦେଇଥାଏ। ନିଜର ଦୁଃଖ ଜଣାଇବାକୁ ଅନେକ ଶ୍ରଦ୍ଧାଳୁ ଧାଇଁ ଆସନ୍ତି ମାଙ୍କ ଚରଣକୁ। ଭିଡ଼ ପାଇଁ ସୁରକ୍ଷା କମିଟି ଓ ପ୍ରଶାସନ ତରଫରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମୋ ନାଁ ସୁରେଶ ଚନ୍ଦ୍ର ବିଶ୍ୱାଳ। ମାଙ୍କର କରୁଣା ଅଦ୍ଭୁତ କରୁଣା ମାଙ୍କର। ଯିଏ ଉପଲବ୍ଧି କରିଛି ସିଏ ହିଁ କେବଳ ଜାଣିଛି ମାଙ୍କର କରୁଣା କ'ଣ। ଏଟା ମୁହଁରେ କହିହେବ ନାହିଁ ତାର କରୁଣା କେତେ ଅଛି। ସେ ସବୁବେଳେ ଇଏ ଗାଁକୁ, ଏ ଅନୁଷ୍ଠାନକୁ, ଏ ପାଖାପାଖି ସମସ୍ତଙ୍କୁ ସୁନେତ୍ରରେ ଚାହିଁଛି, କଲ୍ୟାଣ ମୁଦ୍ରାରେ ରହିଛି, କଲ୍ୟାଣ କରୁଛି। 43 ନହେଲେ 43 ବର୍ଷରେ ଆଜି ପଦାର୍ପଣ କରିନଥାନ୍ତା ଏ ଅନୁଷ୍ଠାନ। ଏ ଅନୁଷ୍ଠାନ ଯେତେବେଳେ ଆରମ୍ଭ ହେଲା ଆଖପାଖ ଗାଁରୁ ଚାନ୍ଦା ଆଦାୟ କରିକି ଅନୁଷ୍ଠାନ କରୁଥିଲେ। ଆଜି କିନ୍ତୁ ମା ସେ ତାର ନିଜେ ସ୍ୱୟଂ ସିଦ୍ଧ ହେଇଯାଇଛି। ସେ କାହା ପାଖରୁ ହାତ ପତେଇବାକୁ ଆମକୁ ପଠଉନି। କିଶୋର କୁମାର ରାଉତ। ମାଙ୍କର ପୂଜା ତ ସବୁ ବର୍ଷ ଜାକଜମକରେ ଚାଲୁଛି ଆଉ ଲୋକଙ୍କ ସମାଗମ। ଆଉ ତା ସହିତ
ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ବି ରହିଛି। ପୂଜା ସକାଳୁ ଆରମ୍ଭ ହେଇଛି ରାତି 10ଟା ପର୍ଯ୍ୟନ୍ତ ଚାଲିଛି। ଦୋକାନୀ ବି ଆସିଛନ୍ତି, ଗହଳି ହେଲାଣି, ତାଙ୍କର ବି କାରବାର ଚାଲିଛି। ଆଉ ସବୁ ଏଠି ଶାନ୍ତି ଶୃଙ୍ଖଳାର ସହିତ ଆମ କମିଟି ପିଲା ତଥା ଆମ ଗାଁ ବାଲା ବି ବହୁତ ସହଯୋଗ, ସମସ୍ତଙ୍କର ସହଯୋଗରେ ଚାଲିଛି ମେଳା। କିଛି ଝୁଟ ଝାମେଲା ନାହିଁ। ମାଆଙ୍କର ଗାଁ ପ୍ରତି ବହୁତ ଭଲ କରୁଣା ରହିଛି। ମୁଁ ଗୋଟେ ନିଆରା ସତ କଥା କହୁଛି, ଆମର ବର୍ତ୍ତମାନ ଯେ କେସିଆର ଅଛନ୍ତି ଜୟପ୍ରକାଶ ମହାପାତ୍ର, ତାଙ୍କ ବାପା ପ୍ରଥମ ବର୍ଷ ସିଏ ମାଆଙ୍କୁ ବିଶ୍ୱାସ କରୁନଥିଲେ। ସିଏ ଗୋଟେ ବଳଦ ଯାଜପୁର ହାଟରୁ କିଣିକି ଆଣିଥିଲେ। ସିଏ ବଳଦଟା ଫିଟି ଯାଇଛି ଖୁଣ୍ଟରୁ। ଇଏ ତାର ଆସିକି ଦେଖିଲା ବେଳକୁ ବଳଦ ଆଉ ନାହିଁ। ଇଏ ଖୋଜାଖୋଜି କଲେ, ଆଉ କିଛି ପାଇଲେ ନାହିଁ। ନ ପାଇଲା ପରେ ସେ ସେଇଠୁ କହିଲେ, ମା ମୁଁ ତୋତେ ବିଶ୍ୱାସ କରେ ନାହିଁ, ଆଜି ମୁଁ ତୋତେ ବିଶ୍ୱାସ କରିକି ବସିଛି, ଯଦି ମୋ ବଳଦ ମୋତେ ଦେଖେଇଦେବୁ ତାହେଲେ ମୁଁ ତୋତେ ବିଶ୍ୱାସ କରିବି।